ठीक अच्छे so for some time now ଆମେ କଥା ହଉଛୁ the factors that are ମାନେ affecting microbial growth ଆଉ last class ରେ ଆମେ ଗୋଟେ we did basically ଆମେ ଆଉ ଟିକେ radiation ବିଷୟରେ ଆମେ କଥା ହେଲୁ how radiation is affecting the growth of microorganisms and as well as we also talked about ଟିକେ ଆମେ geochemical cycles କୁ ଗଲୁ ଫେରିଲୁ ଯୋଉଠିକି ଆମେ ଦେଖିଲୁ କି how each cycles are connected to each other ঠিক ଅଛି as well as we also saw that how climate change ହେଲା ଜିଓ ଆମର ବାୟୁ geochemical cycles ରେ जो ଏବେ effect ହଉଛି ସେ କେମିତି ଆମର climate change କୁ affect କରୁଛି ହେଲା so ମୁଁ ସେ ସ୍ଲାଇଡ୍ ଗୁଡ଼ା ଅପଡେଟ୍ କରିଦେଇଛି ମୋ ସାଇଟ୍ରେ ସୋ ଟିକେ ଆଉ ଥରେ ତାକୁ ଡାଉନଲୋଡ୍ କରିଦେବ ଦେଖିବ ତାକୁ ହେଲା तो जहाँ भी ମୁଁ କଭର୍ କରିଛି ଲାଷ୍ଟ ଟାଇମ୍ ସେ ତାର ଭିଡ଼ିଓ ବି ମୁଁ ପକେଇ ସାରିଛି as well as I have updated the slides also ହେଲା so ଲାଷ୍ଟ ଦୁଇଟା ଯୋଉ ସ୍ଲାଇଡ୍ ଥିଲା ଆମର जो environmental factors ସେଇଟା ବି ଦେଖିଦେବ environmental factors ରେ ଆମର ଅଛି ରେଡ଼ିଏସନ୍ ପାର୍ଟଟା ନଥିଲା ସୋ ରେଡ଼ିଏସନ୍ ପାର୍ଟଟା ମୁଁ ଇନକର୍ପୋରେଟ୍ କରିଛି ଆଡ଼୍ କରିଛି ସେଥିରେ as well as ସ୍ଲାଇଡ୍ ନମ୍ବର 3ରେ ଯୋଉଟା ଆମର ବାୟୋଜିଓକେମିକାଲ ସାଇକେଲ୍ସ ଥିଲା ବାୟୋଜିଓକେମିକାଲ ସାଇକେଲ୍ସରେ ମୁଁ କ୍ଲାଇମେଟ୍ ଚେଞ୍ଜ ଆଉ ଗ୍ଲୋବାଲ ୱାର୍ମିଂ ଯୋଉଟା ମୁଁ ଲାଷ୍ଟ କ୍ଲାସ୍ରେ କଥା ହଉଥିଲି ଆଇ ହ୍ୟାଭ୍ talked about that as well ঠিক ଅଛି so what I will do now is ମୁଁ ମୋ ସ୍ଲାଇଡ୍ଟା ଦେଖଉଛି ଏଠି then we will talk about so aji so today the point of discussion will be we will talk about biofilms ହେଲା ଆମେ ଅଲରେଡ଼ି କଥା ହେଇସାରିଛୁ କି ଗୋଟେ ଆଇ ମିନ୍ ଏଇ ଯେଉଁ ଫ୍ୟାକ୍ଟର୍ସ ଯେଉଁଟା ଅଛି ଆମର ସଲ୍ୟୁବିଲିଟି ଆମର ପିଏଚ୍ ଓକେ ବହୁତ ଗୁଡ଼ା ଫ୍ୟାକ୍ଟର୍ସ ଆମେ ଡିସ୍କସ୍ କଲେ apart from that biofilms ଗୋଟେ ଇମ୍ପୋର୍ଟାଣ୍ଟ ଟପିକ୍ କାହିଁକି ବାୟୋଫିଲ୍ମସରେ ହିଁ ମାଇକ୍ରୋ ଅର୍ଗାନିଜମ୍ସ ଏକ୍ଜିଷ୍ଟ କରନ୍ତି ଇଣ୍ଡିପେଣ୍ଡେଣ୍ଟଲି ଏକ୍ଜିଷ୍ଟ କରିବେନି ସେମାନେ ଜେନେରାଲି ଦେ ଏକ୍ଜିଷ୍ଟ ଇନ୍ ବାୟୋଫିଲ୍ମସ ତ ଆମେ ଟିକେ ବାୟୋଫିଲ୍ମସ ବିଷୟରେ କଥା ହେବା ଆଣ୍ଡ ଦେନ୍ we will go into talking about we will talk about the microbial community in aquatic ecosystem ହେଲା in the sense ଆମର ଓशियंसରେ ଯେମିତି ଆମ ସମୁଦ୍ରରେ as well as in our fresh water ଯୋଉ ଆମର ରିଭର ହଉ କି ଲେକ୍ ହଉ ସେଇ ସିଷ୍ଟମରେ କେମିତି କାମ so usually if ତମେ ସିଲେବସରେ ଦେଖିବ so that part is mentioned in the beginning ଆଉ ମୁଁ ଟିକେ ସେଇଟା କଭର କରିଛି where I have talked about ଆମର water resource କେମିତି ଡିଭାଇଡେଡ୍ ଅଛି ଆମେ ଦେଖିଲୁ ମେଜର ପୋର୍ସନ୍ ଇଜ୍ ଇନ୍ ଦି ଓସନ୍ ତ ଆମେ ଓସନ୍ ବିଷୟରେ ଦ୍ୟାଟ୍ ଇଜ୍ ଦି ମେରାଇନ୍ ଇକୋସିଷ୍ଟମ୍ ବିଷୟରେ କଥା ହେବା as well as the fresh water ecosystem ରେ କଥା ହେବା over there so before I do that ଆମେ ଟିକେ ପଳେଇ ଯିବା to the biofilms ହେଲା ଆମେ କଥା ହେବା biofilms ବିଷୟରେ biofilms first will ଆମେ କଥା ହେବା biofilms କ'ଣ what are actually biofilms and then we'll talk about the other things over here so I don't know ତମର ମାଇକ୍ରୋବାୟୋଲୋଜି ତମର ସବଜେକ୍ଟ ଥିଲା କି ନଥିଲା ମୁଁ କହିପାରିବିନି ବଟ୍ ଇଫ୍ ମାଇକ୍ରୋବାୟୋଲୋଜି ତମେ ପଢ଼ିଛ ତାର ଗୋଟେ ଲ୍ୟାବ୍ ହୁଏ ମାଇକ୍ରୋବାୟୋଲୋଜି ଲ୍ୟାବ୍ ହୁଏ ଆଉ ପ୍ରଥମ ଏକ୍ସପେରିମେଣ୍ଟ କ'ଣ କୁହାଯାଏ ଏଇ ଯେଉଁ ଆଇଦର ତମର ଦାନ୍ତ ହଉ କି ଚିକ୍ ହେଲା ଆଇଦର ଟିଥ୍ ଅର୍ ଚିକ୍ ସେଲ୍ସକୁ ସ୍କ୍ରେପ୍ କରିକି ଇନ୍ ଦ ସେନ୍ସ ଯେଉଁ ଆମର ଗୋଟେ ଆସେ କ'ଣ କହନ୍ତି ତାକୁ ସ୍ୱାବ୍ ବୋଲି କହନ୍ତି ତାକୁ ହେଲା ସ୍ୱାବ୍ ତା ଇଂଲିଶ ୱାର୍ଡ଼ଟା ମୁଁ କହିପାରୁନି ତାକୁ କ'ଣ କହନ୍ତି ସ୍ୱାବ୍ ହିଁ କହନ୍ତି ବୋଧେ କଟନ୍ ସ୍ୱାବ୍ ଯେଉଁ ଦୋକାନରେ ମିଳେ କାନ ସଫା କରିବାକୁ ଆଣ୍ଡ ଅଲ୍ ଦ୍ୟାଟ୍ ତ ସେ ସ୍ୱାବ୍ ୟୁଜ୍ କରିକି ସେ ଦାନ୍ତ କି ଚିକ୍ ତାକୁ ସ୍କ୍ରେପ୍ କଲେ ସେଠି ଯାହା ବାହାରେ ତାକୁ ଆମେ ମାଇକ୍ରୋସ୍କୋପ୍ରେ ଦେଖୁଥାଉ ହେଲା ସୋ ଦ୍ୟାଟ୍ ଇଜ୍ ଦି ଫର୍ଷ୍ଟ ଥିଙ୍ଗ ତ ସେଇ ଯେଉଁ ଆମେ ସ୍କ୍ରେପ୍ କରୁଛୁ ସେଇ ଆଇଦର ଟିଥ୍ ହଉ କି ଚିକ୍ ହଉ ତାକୁ ପ୍ଲାକ୍ କୁହାଯାଏ ପ୍ଲାକ୍ PLAQUE ହେଲା ଡେଣ୍ଟାଲ ପ୍ଲାକ୍ ସୋ ଇଫ୍ ୟୁ ସ୍କ୍ରେପ୍ ଦି ଟିଥ୍ ତାକୁ ଡେଣ୍ଟାଲ ପ୍ଲାକ୍ କୁହନ୍ତି
तो ये जो डेंटल प्लैक इज एन एग्जांपल ऑफ अ बायोफिल्म। ତା ମାନେ କ'ଣ ହଉଛି ତମର ମୁହଁ ଭିତରେ ବହୁତ ଗୁଡ଼ା ଏମିତି ମାଇକ୍ରୋ ଅର୍ଗାନିଜମ୍ସ ଥାନ୍ତି and all of these microorganisms can be found in this plaque ହେଲା। ଏମିତି ନାହିଁ କି ଗୋଟେ ମିଳିବ, ବହୁତ ଗୁଡ଼ା ଏମିତି ମିଳେ। ତ ଆମେ ଟିକେ କଥା ହେବା ସେଇ ବାୟୋଫିଲ୍ମ ଉପରେ। So ecologists observed as early as 1940s that more microbes in aquatic environment are found in biofilms ହେଲା। especially aquatic environment, aquatic ମୁଁ ଯାହା ବି just mention କରୁଥିଲି ocean हो ହେଲା, କିମ୍ବା ଲେକ୍ସ ଆଉ ଯୋଉଟା ତମର ଷ୍ଟ୍ରିମ୍ସ ଯୋଉଟା ବି ହଉ, ରିଭର୍ସ ହେଲା, ଯୋଉଟା ବି ଆମର aquatic environment ସେଠି ଜେନେରାଲି ମାଇକ୍ରୋ ଅର୍ଗାନିଜମ୍ସ ବାୟୋଫିଲ୍ମରେ ବେଶୀ ଥାନ୍ତି। ଓକେ, ସୋ ଏଇଟା ଦୁଇଟା ୱାର୍ଡ ୟୁଜ୍ କରାଯାଇଛି, ସେସାଇଲ୍ ଆଉ ପ୍ଲାଙ୍କ୍ଟନିକ୍ ହେଲା। ପ୍ଲାଙ୍କ୍ଟନିକ୍ ଯୋଉଟା ହଉଛି ଫ୍ରି ଫ୍ଲୋଟିଂ ମାନେ ପାଣି ଉପରେ ଭାସୁଥିବା, ସୋ ଦ୍ୟାଟ୍ ଇଜ ପ୍ଲାଙ୍କ୍ଟନିକ୍। whereas biofilms ରେ ରହିଲା ସେସାଇଲ୍, ସୋ ସେମାନେ ବାୟୋଫିଲ୍ମ ରେ ହିଁ ଥିବେ ହେଲା। ତ ବାୟୋଫିଲ୍ମସ୍ ର ଏକ୍ସାକ୍ଟ ଡେଫିନେସନ ତ ମୁଁ କହୁନି, ବଟ୍ ଦିସ୍ ଇଜ ଇନ୍ ସର୍ଟ ତାକୁ ଡେସ୍କ୍ରାଇବ୍ କରିବ। ବାୟୋଫିଲ୍ମସ୍ ଆର୍ କମ୍ପ୍ଲେକ୍ସ slime encased communities of, so important word ଏଠି ରହିଲା community ହେଲା। ବହୁତ ଗୁଡ଼ା ମାଇକ୍ରୋବ୍ସ ଏକା ସାଙ୍ଗରେ ଥିବେ, ସୋ ଦେ ଆର୍ communities of microbes over here, biofilms ହେଲା। So they are ubiquitous, तो ମୁଁ ତାର ଓଡ଼ିଆଟା ଜଷ୍ଟ ଲେଖିଛି ଏଠି, ସର୍ବତ୍ର, ଦେ କ୍ୟାନ୍ ବି ଫାଉଣ୍ଡ ଏଭ୍ରିୱେର୍ ହେଲା। ମାନେ ଏମିତି ନାହିଁ କି ଖାଲି aquatic environment ମିଳିବେ, ଆମେ ଯେମିତି ଦେଖିଲୁ ମୁହଁ ଭିତରେ ବି you get a biofilm। so ବାୟୋଫିଲ୍ମ ବହୁତ ପ୍ରକାରର ଆଉ ବହୁତ ଜାଗାରେ ସେଟା ଆମକୁ ମିଳିଥାଏ। so where they are most often is on rocks, on some objects in water କି water air interfaces, ଏଇ ଜାଗାରେ mainly ଆମକୁ ମିଳେ। ଆଉ ଆମେ ଏଇ ଜିନିଷରେ ଇଣ୍ଟରେଷ୍ଟେଡ୍ ଅଛୁ, ଆଇଦର ରକ୍ସରେ କିମ୍ବା वी आर टॉकिंग अबाउट वाटर ଭିତରେ, ପାଣି ଭିତରେ କିଛି ଅବଜେକ୍ଟ ଥିବ ତା ବିଷୟରେ ଆମେ କଥା ହଉଛୁ, କି ୱାଟର ଏୟାର ଇଣ୍ଟରଫେସେସ୍ ବିଷୟରେ ଆମେ କଥା ହଉଛୁ। ୱାଟର ଏୟାର ଇଣ୍ଟରଫେସେସ୍ ମାନେ ଯୋଉଠି ଲାଇକ୍ ରାଇଟ୍ ଅନ୍ ଦି ସରଫେସ୍ ସେଇଟା ଆମକୁ ମିଳିଥାଏ over here ହେଲା। ସୋ ଦିଜ୍ ଆର୍ ବାୟୋଫିଲ୍ମସ୍। ମେନ୍ ଆମେ କ'ଣ ମନେ ରଖିବା ଏଠି, ଦିଜ୍ ଆର୍ କମ୍ୟୁନିଟିଜ୍ ଅଫ୍ ମାଇକ୍ରୋବ୍ସ ହେଲା, ଦିଜ୍ ଆର୍ କମ୍ୟୁନିଟିଜ୍ ଅଫ୍ ମାଇକ୍ରୋବ୍ସ over here। ସୋ ଏଠି ମୁଁ ଦୁଇଟା ଇମେଜ ତମ ଆଗରେ ରଖିଛି ଏଠି। so biofilm on the surface of a stromolite ହେଲା। stromolite I mean like এটা basically it is a surface ହେଲା। so biofilms form on almost any surface exposed to microorganisms। so microbes को जो भी surface तमे दियो ସେଥିରେ they are able to grow। so ଏଇଟା ହଉଛି ଗୋଟେ stromolite ହେଲା। stromolite अर्थ is basically ମାନେ ବହୁତ ଗୁଡା deposit ହେଇକି I mean like microorganisms deposit ହେଇକି they make a particular surface over here। so ଏଇଟା ଗୋଟେ ଏକ୍ସାମ୍ପଲ ଦେଖୁଛ, ଏଠି ଗୋଟେ ଇନଡ୍ୱେଲିଂ କ୍ୟାଥେଟର ହେଲା। ଏଇଟା ଆଇ ମିନ୍ ନଟ୍ ରିଲେଟେଡ୍ ଟୁ ଏଇଟା, ଜଷ୍ଟ ତମକୁ ଦେଖଉଛି ମୁଁ। ମାନେ ଗୋଟେ ପେସେଣ୍ଟର ଅପରେସନ ହେଇଛି ଆଉ କ୍ୟାଥେଟର ଲାଗେ, ମାନେ ବେସିକଲି ତାଙ୍କର ବିକଜ ସେମାନେ ଚଲାବୁଲା କରିପାରନ୍ତିନି, ସୋ ଗୋଟେ ପାଇପ୍ ଯାଇଥାଏ ଫର୍ କଲେକ୍ଟିଂ ଦ ୟୁରିନ୍। ସୋ କ୍ୟାଥେଟର ଉପରେ ମାଇକ୍ରୋ ମାନେ ବାୟୋଫିଲ୍ମ ହେଇଯାଏ। ସୋ ମେନଲି ଆମ ଏଇଟା ରିଲେଟେଡ୍ ନୁହଁ, ବଟ୍ ମେନଲି medical if you look at medical situations I mean like in hospitals ଏଇଟା ଗୋଟେ ମେଜର ପ୍ରୋବ୍ଲେମ ହେଇଥାଏ। ଆଇଦର ଯୋଉଟା ବି ତମର ବଡି ଭିତରେ ସେମାନେ ଇନସର୍ଟ କରନ୍ତି, ଆଇଦର ଇମ୍ପ୍ଲାଣ୍ଟ ହଉ କି ଏମିତି କ୍ୟାଥେଟର ହଉ କି ଯୋଉ ଟ୍ୟୁବ ହଉ, ତା ଉପରେ ବାୟୋଫିଲ୍ମ ହେଇଯାଏ। so that is a major problem over here ହେଲା। ତ ସୋ ଏଠି ଏଇ ଯୋଉ ତମେ ଦେଖିପାରୁଛ ଉପରେ, ଦିସ୍ ଇଜ ଦି ବାୟୋଫିଲ୍ମ, ଏଠି ଲେବଲ ହେଇଛି। ସୋ ବାୟୋଫିଲ୍ମ primarily consists of cyanobacteria କ୍ଲେଥୋରେକ୍ସ ସ୍ପିସିସ୍ ହେଲା। ସୋ ଏଇଟା ତାର ସ୍ପିସିସ୍ ହେଲା, ପିଙ୍କ କଲର ଯୋଉ ଦେଖୁଛ ଉପରେ ହେଲା। ଆଉ ଏଠି ଯାହା ଦେଖୁଛୁ ଦିସ୍ ଇଜ ଷ୍ଟାଫାଇଲୋକୋକସ୍ ଅରିୟସ୍ ହେଲା। ସୋ ଦିସ୍ ଇଜ ଅନ୍ କ୍ୟାଥେଟର। ସୋ ଜଷ୍ଟ ଟୁ ଶୋ ୟୁ these are some example, ଯୋଉଠି ବି ଯୋଉ surface ବି ତମେ ମାଇକ୍ରୋ ଅର୍ଗାନିଜମ୍ସ କୁ ଦେଖେଇବ ତା ଉପରେ the biofilm forms over here। ତ ଷ୍ଟ୍ରୋମୋଲାଇଟ୍ ର ଜଷ୍ଟ ଡେଫିନେସନ ମୁଁ ଏଠି ଲେଖି ଦଉଛି, ଲେଖା ହେଇଛି ଲେଡ୍ ସେଡିମେଣ୍ଟାରୀ ଫର୍ମେସନ କ୍ରିଏଟେଡ୍ ବାଇ ଫୋଟୋସିନ୍ଥେଟିକ୍ ସାଇନୋବାକ୍ଟେରିଆ ହେଲା। ତ ସାଇନୋବାକ୍ଟେରିଆ I mean like ଫର୍ମ ହେଇ ତା ଉପରେ ଗୋଟେ ଲେୟର ହେଇକି ଦ୍ୟାଟ୍ ବିକମ୍ସ ତାକୁ ଷ୍ଟ୍ରୋମାଲାଇଟ୍ ବୋଲି କୁହନ୍ତି, ତା ଉପରେ ବାୟୋଫିଲ୍ମ ଏଟା ଫର୍ମ ହେଇଛି। Okay, so the question is where are they found? Okay, କୋଉଠି ଆମକୁ ମିଳିଥାଏ over here? So
when they form on the hulls of boats and ships, basically ମାନେ ଯୋଉଟା ତମର ସମୁଦ୍ର ଭିତରେ କିମ୍ବା ତମର ପାଣି ଭିତରେ I mean like ତମର ନଦୀ ଭିତରେ ଯୋଉଟା ବି ଆଇଦର ବୋଟ୍ ଆଉ ଶିପ୍ ୟୁଜ୍ ହୁଏ ବହୁତ ଦିନ ସେଇଟା ରହି ରହି ତା ଉପରେ ସେଇଟା ଫର୍ମ ହେଇଯାଏ ହେଲା କ'ଣ ବାୟୋଫିଲ୍ମ ହେଲା। so when they create this biofilm they cause corrosion, okay। corrosion or ମାନେ ସେଥିରେ ତାକୁ ଡ୍ୟାମେଜ୍ କରିଦିଏ ସେଇଟା ହେଲା ବିକଜ ସେମାନେ ତା ଉପରେ ଫର୍ମ ହେଇକି ତାକୁ ଡ୍ୟାମେଜ୍ କରିଦିଏ। so this limits the life of ships and results in economic losses। so ବାୟୋଫିଲ୍ମ ତା ଉପରେ ଫର୍ମ ହେଇକି ତାକୁ ଜେନେରାଲି ଡେଷ୍ଟ୍ରୟ କରିଦିଏ। ଏଇଟା ମୁଁ ତମକୁ ଜଷ୍ଟ କହୁଥିଲି ଜैसे कि ହସ୍ପିଟାଲ ସିଚୁଏସନ୍ସ ଯୋଉଟା ଇମ୍ପ୍ଲାଣ୍ଟ ହୁଏ ଇମ୍ପ୍ଲାଣ୍ଟ ହୁଏ କି ଯୋଉଟା ଟ୍ୟୁବ୍ ସବୁ ଲାଗିଥାଏ ସେଥିରେ ବି ବାୟୋଫିଲ୍ମ ହେଇଯାଏ। so this again this can cause serious illness because the biofilm might obstruct the device from performing ହେଲା। so ସେଇଟା ଗୋଟେ major problem। ଆଉ ଆମ ଯୋଉ କ'ଣ କୁହାଯାଏ ଯୋଉଟା ଆମର wound ହେଇଯାଏ ହେଲା ଯୋଉଟା ଆମର wound ହେଲେ ବି ଆମର ବଡିରେ ଯୋଉଟା ସ୍କ୍ରାଚ୍ ହେବ କି wound ହେବ ତା ଉପରେ ବି ବାୟୋଫିଲ୍ମ ଫର୍ମ ହୁଏ ହେଲା। ଆ ଉପରେ ବି ବାୟୋଫିଲ୍ମ ତମେ ଏଇଟା ଆମେ ଲାଇକ୍ ପଢିଥିବ ପିଲାବେଳେ is basically the collagen ଆଉ other things they coagulate ସେଠି ଆଉ they form the biofilm and this helps in I mean like this could cause delay in wound healing ହେଲା। so that is one problem। so biofilm formation is a ancient ability among microorganisms ଆଉ ଏଟା ପୁରୁଣା fossil records ରେ ବି ବହୁତ ଗୁଡ଼ା biofilms ମିଳିଥାଏ ହେଲା। biofilms ରେ you find a lot of different organisms over there। तो ଆମେ ଟିକେ କଥା ହେବା how is this biofilm formed, okay। how is the biofilm formed। तो ଆମେ ଦେଖିଲେ କି ଯୋଉ surface ବି if we is exposed to the microorganisms ତା ଉପରେ biofilm form ହେଇପାରିବ। so biofilm can form virtually on any surface, okay this is important, on any surface। ଆଉ ତାକୁ form ହେବାର I mean like first condition କ'ଣ it has to be conditioned by proteins and other molecules present in the environment ହେଲା। तो से गोटे जो ऊपर सरफेस ऊपर देयर इज अ प्रोटीन आउ अदर मॉलिक्यूल्स रो गोटे लेयर हैला परे ता ऊपर से माने दे गेट माने दे स्टार्ट अटैचिंग। so the next step is sorry the first step is conditioning है ना। the particular condition is provided say particular situation in the create habo because of the other proteins and molecules then कौन हबो the microbes start attaching to the conditioned surface। so next step is attaching କାହାକୁ ଏଇ ଯୋଉ ଉପରେ ଯୋଉ surface condition surface create ହେଇଛି first step ରେ ତାକୁ ସେମାନେ attach ହୁଅନ୍ତି। but ସେମାନେ ଏତେ strongly attach ହେଇପାରନ୍ତିନି they might also get detached, they can also they also might move out of there। so attach କିମ୍ବା detach ହେଇପାରନ୍ତି and slowly once ବହୁତ ଗୁଡ଼ା attach ହେଇଯାଏ eventually they form a slimy matrix ହେଲା। slimy matrix made of various polymers depending upon the microbes in the biofilm। so जो प्रकार microorganisms से biofilm रे थिबे सेही भलिया major polymers ହେଲା। polymers could be ସେମାନେ जो କ'ଣ କହନ୍ତି ତାକୁ compound ସେମାନେ ବାହାର କ'ଣ କରନ୍ତି ତାକୁ they give out ହେଲା। so they give out those polymers so it again combines to form that type of polymers। so these polymers are collectively called as extracellular polymeric substances ତାକୁ short ରେ କୁହାଯାଉଛି EPS extracellular polymeric substance। extracellular ମାନେ cell ବାହାରେ okay they are formed outside the cell ତାକୁ either ତମେ ସେଥିଲାଗି extracellular polymeric substance କହିବ କିମ୍ବା extracellular matrix କହିବ ECM ହେଲା। so either EPS କିମ୍ବା ECM କୁହାଯାଏ। ଆଉ ତା ଭିତରେ କ'ଣ କ'ଣ ଥାଏ we have polysaccharides, we have proteins, we have glycoproteins, glycolipids and DNA ହେଲା। so ଏଇ ଜିନିଷ ସବୁ mix ହେଇକି it forms the particular slimy surface and this EPS କିମ୍ବା ECM allows the microbes to stick more stably to the surface। ଆମେ ଦେଖିଲେ step 2 ରେ ଯୋଉଟା condition surface ଉପରେ ସେମାନେ attach ହୁଅନ୍ତି remove ହେଇଯାନ୍ତି attach ହେଇକି remove ହେଇଯାନ୍ତି but slowly से EPS किंबा ECM form ହେଲା ପରେ ସେମାନେ ଆଉ ଟିକେ ଭଲ ଭାବରେ ସେ surface ଉପରେ they can get attached to it।
As the biofilm thickens and matures, the microbes reproduce and secrete additional polymers. ହେଲା so depending upon the situation ସେମାନେ ଆଉ ଅଲଗା ପ୍ରକାର ପଲିମର ବି ସେମାନେ produce କରିପାରନ୍ତି over here. And eventually conditions at the location in the biofilm can become detrimental in the sense ସବୁବେଳେ ସେମାନେ ସେ biofilm ରେ ରହିବେନି because of overcrowding କି ଏମିତି କିଛି situation ହବ କି ଆଉ biofilm ରେ ସେମାନେ exist କରିବେନି so at that point of time ସେମାନେ କ'ଣ ହବ it becomes beneficial for the cells to detach ହେଲା so finally ସେମାନେ detach ହେଇକି they escape the biofilm so ଏଇ this is a very good picture ତମେ ଦେଖିପାରିବ ମୁଁ ଯାହା ବି କଥା ହେଲି ତା ବିଷୟରେ ଦେଖିପାରିବା ଯଦି ସବଷ୍ଟ୍ରାଟମ୍ କି ସରଫେସ୍ କହିଦେବା ସବଷ୍ଟ୍ରାଟମ୍ କି ସରଫେସ୍ ବୋଲି କହିବା ତାକୁ तो सरफेस प्री कंडीशनिंग बाय एम्बिएंट मॉलिक्यूल्स माने जो मॉलिक्यूल्स तो मु जस्ट कथा होतली एठी कोन कहली बाय प्रोटीन्स एंड अदर मॉलिक्यूल्स so a surface is preconditioned by that so it देखो जो these can be thought of as proteins key molecules so they form the actual surface तापर कौन हुए microorganisms so they deposit on that particular surface okay and the thing is they might get absorbed or they might get desorption माने ସେମାନେ attach detach होतांती सेही particular surface ଉପରେ and then slowly कौन हुए ମୁଁ ଯାଟା just କହୁଥିଲି କି EPS କିମ୍ବା ECM form that is the extracellular polymeric substance କିମ୍ବା extracellular matrix so तार formation ଏଠି ହେଇଥାଏ so what happens then so these microorganisms then ସେଥିରେ stably ସେଠି exist କରିପାରନ୍ତି ତ ଆଉ କେତେଟା mechanism ବି ଅଛି ଏଥିରେ ହୁଏ ମୁଁ ସେଇଟା ଆମେ discuss କରିବାନି ଗୋଟେ ହୁଏ କି cell to cell signaling in the sense this is cell signaling means among microorganisms similar microorganisms as well as other microorganisms so cell to cell signaling भी गोटे phenomenon अच्छे मु सेटा डिस्कस करबिनी मो एथरे एते आसुनी तो ସେଇଟା ଗୋଟେ ହୁଏ ଆଉ ଅନ୍ୟ जो କଣ କହନ୍ତି ତାକୁ ଆଇଦର ଫୁଡ ହଉ କି ନ୍ୟୁଟ୍ରିଏଣ୍ଟସ୍ ହଉ ସେଇଟା ଇଜିଲି ମିଳେ ଏଇ ପର୍ଟିକୁଲାର ବାୟୋଫିଲ୍ମ ଉପରେ ହେଲା ସୋ ବାୟୋଫିଲ୍ମ ରେ ଏଇଟା ସବୁ ମିଳେ ସୋ ମାଇକ୍ରୋ ଅର୍ଗାନିଜମ ଯୋଉଟା ଏମ୍ବେଡ୍ ହେଇଥିବେ ସେ ମ୍ୟାଟ୍ରିକ୍ସ ଭିତରେ ତାଙ୍କୁ ଏଇଟା ଫୁଡ ବି ଇଜିଲି ମିଳେ तो आउ भी बहुत गुड़ा अच्छे मुझे जस्ट मेंशन करी सो दे आर एबल टू रेप्लिकेट दे आर एबल टू प्रोड्यूस दिस पॉलीसेकेराइड मैट्रिक्स माने अटैच हला पर आउ भी किछि किछि प्रोड्यूस करंती एंड देन फाइनली जब जेटा मु कहउथली कंडीशंस बिकम्स डेट्रिमेंटल माने आउ तांको आइदर फूड मिलेनी कि देयर आर सम प्रॉब्लम किंबा इरोजन ही थाए इरोजन माने somebody scrapes that surface है so some activity जोगु से कि ताकु surface को scrape कर दोची कि sloughing होची से माने remove हो जानती so this is the entire life cycle sort of thing so starting from the preconditioning of the surface तापरे तमर deposition absorption desorption हुए or you can think of it as attaching detaching तापरे तांकर ECM की EPS ର formation हुए ସେଥିରେ ସେମାନେ grow କରନ୍ତି finally when the condition becomes not beneficial for them ସେମାନେ ପଳାନ୍ତି ସେଇ ଜାଗାରୁ ସେମାନେ remove ହେଇଯାନ୍ତି so if you look at biofilm ଏଠି ଗୋଟେ word use କରିଛି ମୁଁ heterogeneity ହେଲା तो एमती नहीं कि गोटे बायोफिल्म रे गोटे प्रकार ऑर्गेनिज्म एग्जिस्ट करंती बहुत अलग प्रकार ऑर्गेनिज्म भी इन द सेंस अलग स्पीशीज रो भी एठी एग्जिस्ट करंती सो इन अ मैच्योर biofilm is a complex and dynamic community of organisms microorganisms so एटा बहुत important it is a community हला खाली गोटे प्रकार रो न था you have multiple types so it exhibits considerable heterogeneity due to differences in metabolic activity of the microbes in the sense दुईटा वर्ड अच्छी just I want you to तो तुम जानी थी तथापि मैं मेंशन करूची homogeneous आ गोटा होची heterogeneous homogeneous माने गोटे of one kind of sorry of one kind ହେଲା ଆଉ ଏଠି heterogeneous माने different types homogeneous microorganism कहले से गोटे प्रकार microorganism तो heterogeneous माने बहुत अलग अलग प्रकार भी एठी है so biofilm रे there is considerable heterogeneity because बहुत अलग अलग हमर microorganisms थांती तांकर metabolic activity भी अलग अलग केते जण
I mean like they are aerobic केते जण anaerobic, so depends upon the different situations. अब केते जण होचंती persister cells, केते ताको कुहा जाय persister cells, so ସେମାନେ basically माने they are like the foundation, ସେମାନେ ही से biofilm को generally stable रखिथांती over here. तो बायोफिल्म माइक्रोब्स इंटरैक्ट इन वेराइटी ऑफ वेज, मुझे कहली बहुत गुड़ा एमती मेथड्स अच्छे, आम बहुत कथा हेबानी सेल सेल टू सेल सिग्नलिंग विषय, बट तथापि जस्ट मु कहबी एठी. So for instance, the waste product of one microbe may be the energy source of another. এটা बहुत important है ना. तो गोटे माइक्रो ऑर्गेनिज्म तार न्यूट्रिएंट्स नहीं कि गोटे वेस्ट प्रोडक्ट काढ़िला जोटा अन्य माइक्रोब यूज करे, सो दैट इज अ वेरी गुड source for them to use different sources of energy. Okay. तापरे the cell also use molecules to communicate, जोटा मु एठी मेंशन करछि cell to cell signaling ना. एठी जस्ट मु लिखि दिए एटा. तो cell to cell signaling है ना, different molecules use करके सबने cell to cell signaling भी करंती. आ गोटे बहुत important जिंस सेटा माने generally people study in microbiology है ना, microbiome, is the DNA transfer. So DNA is present in the EPS, can be taken up by the members of the biofilm community. So between different species, okay, different between different species भी DNA transfer ହେଇଥାଏ. Okay, they are transferred from one species to the other. Usually सेटा हुए नहीं, तमे पढ़िथिबो तमरो प्लस 2 रे कि बैचलर्स रे पढ़िथिबो अबाउट केमिति DNA ट्रांसफर हुए, बट दिस इज अ वेरी डिफरेंट सॉर्ट ऑफ ट्रांसफर है ना. तो बिकॉज सेटा तमरो एक्स्ट्रा सेल्युलर मैट्रिक्स रे अछि, दे आर एबल टू एब्जॉर्ब दैट पर्टिकुलर DNA over there. So a picture I just I'm trying to show all of that. So cell to signal cell to cell signaling ହେଇଥା है, बहुत गुड़ा एमती जिनस ହେଇଥା है. So बहुत गुड़ा एमती अलगा एठी facts भी अच्छे, तुमको टाइम मिलले एटा भी देखिबो. So some microorganisms are fast growers, some are slow growers, some are able to use few nutrients, some are also able to use low oxygen concentration है ना. genetic diversity ହେଇଥା है. बहुत जिनस होता है. और केतरा जोटा मु कहतली परसिस्टर सेल, सो दिस आर दी फाउंडेशन ऑफ दिस पर्टिकुलर बायोफिल्म ओवर हियर. तो टिके हमें कथा हेबा अबाउट द कॉन्सिक्वेंसेस ऑफ अ बायोफिल्म. बायोफिल्म फॉर्म हेबा जोगु कोन कोन बेनिफिट हेता है कि कोन कोन यूजेस तार हेता है. So while in the biofilm, the microbes are protected from numerous harmful agents such as UV light and antibiotics. So normally if they are alone, then the antibiotics could affect them, but because samane gote biofilm re achanti, they might stop the effect of antibiotics. So because samane gote biofilm re rahanti, so this might cause the physiological changes. Eta jota mu just like picture re achi, changes in physiology, because samane gote biofilm re achanti, there might be some physiological changes. गोटे एग्जांपल देखा जाए, there are numerous proteins, there are numerous proteins formed in biofilm cells that are not absorbed when these are free living है. so normally जोटा बाहर थिबे से से proteins produce करंतनी, but when they are in a biofilm, they produce those particular proteins over here है. so this is very important for us है कि फ्री लिविंग रे से केतरा प्रोटीन्स प्रोड्यूस करंती जोटा से बायोफिल्म रे थिला बेले प्रोड्यूस करंती नाही. सो आइदर वे, सो दैट्स व्हाई दैट टर्म वाइस वर्सा लिखि छै होला. So the resistance of biofilm cells to antimicrobial agents has a important consequence. जोटा मु कहउथली antibiotics को से they can repel, okay, because they are in a biofilm. So within the biofilm केते जण they can stop the they can produce chemicals that can negate है. They it will not allow the antibiotic to work, so they are able to survive in this particular. How would a problem is another problem is that the cells are regularly slouched off, in the sense biofilm when it becomes quite huge it's to bahari jay, so they can be regularly slouched off, and this has many consequences. It suppose tamara water distribution system, it generally cities रे it हमको हेता है, because हमारा water supply system था है, सेथिरे if biofilm formation ही था है, so कौन हेबो is because of
biofilm formation के some biofilm parts might move जैसे contamination ତା ପାଇଁ ତା ଯୋଗୁଁ contamination ବି ହେଇପାରେ ମାନେ ହେଇଥାଏ over here so ଯୋଉଥିରେ ବି ତମ sewage system ହଉ କିମ୍ବା water supply system ରେ biofilm formation ହେବା ଯୋଗୁଁ you have some sort of contamination effect over here ହେଲା तो ଆମେ କାହିଁକି ବାୟୋଫିଲ୍ମ ବିଷୟରେ ଆମେ କଥା ହେଲୁ ବିକଜ ଆମେ ମାଇକ୍ରୋ ଅର୍ଗାନିଜମ୍स they exist mostly in a biofilm situation they don't exist free floating बहुत कम ଥାଏ mostly they exist in the biofilm situation over here ठीक ଅଛି so this is all about biofilms